ଭାଇମାନେ ଆଗକୁ କ'ଣ ଆସୁଛି? ସାବିତ୍ରୀ। ଆଉ ଏଥର ସାବିତ୍ରୀରେ ଶପଥ ନିଅନ୍ତୁ ନିଜ ନିଜ ସ୍ତ୍ରୀମାନଙ୍କୁ ଦାମିକିଆରୁ ଅତି ଦାମିକିଆ ଶାଢ଼ୀ ଦିଅନ୍ତୁ। ଏ ଶସ୍ତା ଶାଢ଼ୀ ଜମା ଦିଅନ୍ତୁନି। ଶସ୍ତା ମାନେ ଯଦି ଆପଣଙ୍କୁ ସେ ମାଗୁଥିବେ 500, 600, 700 ଭିତରେ, ଆପଣ ଆଉ 1000 ଯୋଡ଼ିକି ଦେବେ, କିନ୍ତୁ ଶସ୍ତା ଶାଢ଼ୀ ଦେବେନି। କାରଣ ଯେମିତି ଦାମିକିଆ ଶାଢ଼ୀ, ପୂଜା ବି ସେମିତିଆ ହେବ, ଆୟୁଷଟା ବି ସେଇଭଳିଆ ବଢ଼ିବ। ଆଉ ଶସ୍ତା ଶାଢ଼ୀ ଦେଲେ ମନ ଲାଗିବନି ଠାକୁରଙ୍କ ପାଖରେ ପୂଜାରେ, ଆୟୁଷ ବି ସେଭଳିଆ ପାଇବେ। ଯଦି ଭଗବାନ ଆୟୁଷ ଦେଇଥିବେ 70, 20 ପୂର୍ବରୁ 50 ବର୍ଷରୁ ଆପଣଙ୍କର ଟିକେଟ୍ ଲାଗିଯିବ। ଯଦି ଆୟୁଷଟାକୁ ବଢ଼େଇବାକୁ ଚାହୁଁଛନ୍ତି, ତାହେଲେ ପଛେ ହାତରୁ ଟିକେ ପଇସା ପଡ଼ୁ, କିନ୍ତୁ ଗୋଟେ ଭଲ ଶାଢ଼ୀଟେ ଦିଅନ୍ତୁ, ଯେମିତି ତାଙ୍କ ମନ ଖୁସି ଲାଗିବ। ଅଧଘଣ୍ଟେ ଜାଗାରେ ଘଣ୍ଟାଟେ ପୂଜା କରିବେ, ଘଣ୍ଟି ଫଣ୍ଟି ବାଡ଼େଇକି ପୁରା ହୁଲୁସ୍ତୁଲ ହେବେ ମନ୍ଦିରରେ। ତେଣିକି ଫଳମୂଳ ବି ସେମିତିଆ, ମାନେ ସେଓ, କମଳା, ଅଙ୍ଗୁର, ସେ ନାସପାତି, ବେଦନା ଫେଦନା, ପିଜୁଳି, କମଳା ଯାହା ମିଳୁଛି, ସେ ଡ୍ରାଗନ ଫ୍ରୁଟ୍ସ ଯାହା ମିଳୁଛି ପୁରା ପେଟି ପେଟି ଆଣି ଗଦେଇଦେବେ। ମାନେ ଆଉ ଚିନ୍ତା କରିବେନି ଯେ ନାଇଁ ତା କେଜି 300 ଟଙ୍କା ମୁଁ ଦେଇପାରିବିନି, କିଛି ନାହିଁ। ପୁରା ମାନେ ଭର୍ତ୍ତି କରି ଆଣି ଘରେ ଥୋଇଦେବେ। ପୂଜା ବି ଏମିତି ହେବା ଦରକାର ନା, କାରଣ ଯେମିତି ପୂଜା ଯେମିତି ଖାଇବା, ଆୟୁଷ ବି ସେମିତିଆ ହୁତୁ ହୁତୁ ହେଇକି ବଢ଼ିବ ପୁରା। ମୋର ଦରକାର 90, ମୁଁ ସେମିତିଆ ତାକୁ ଦେବି ନା? ନହେଲେ 90 ଆଗରୁ ଖସିଗଲେ ଠିକ୍ ଲାଗିବନି। ମୋତେ ଭାଇ 90 ଦରକାର।